ପ୍ରମିଳା ୟୁପିଏସସି ପାଥ୍ को आपण ମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ମୁଁ ପଢେଇବି ଆପଣ ମାନଙ୍କୁ 26/7/2026 ର କରେଣ୍ଟ ଆଫେୟାର ଉପରେ। ମୋର ଲକ୍ଷ୍ୟ କେବଳ ପାଠ ପଢେଇବା ନୁହେଁ, ବରଂ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସଫଳତା ପଥରେ ଆଗେଇ ନେବା ପାଇଁ ମୁଁ ନିଶ୍ଚିନ୍ତ ରୂପେ ଆପଣଙ୍କ ସହିତ ରହିବି। ଆପଣମାନଙ୍କର ଭଲ ପାଇବା, ବିଶ୍ୱାସ ଏବଂ ସହଯୋଗ ହିଁ ଚ୍ୟାନେଲର ସବୁଠାରୁ ବଡ଼ ଶକ୍ତି। ଯଦି ଆପଣ ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି, ତେବେ ଆଜିଠାରୁ ଆମ ସହିତ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। ସଫଳତା କେବେ ବି ରାତାରାତି ଆସେ ନାହିଁ। ପ୍ରତିଦିନର ଛୋଟ ଛୋଟ ପ୍ରୟାସ, ଶୃଙ୍ଖଳା ଓ ଧୈର୍ଯ୍ୟ ହିଁ ଗୋଟିଏ ବଡ଼ ସଫଳତାର ପରିଣତ ହୁଏ। ତେଣୁ ଆଜିଠାରୁ ଆରମ୍ଭ କରନ୍ତୁ, କାରଣ ଆପଣଙ୍କର ସ୍ୱପ୍ନ ଅପେକ୍ଷାରେ ଅଛି। ପ୍ରମିଳା ୟୁପିଏସସି ପାଥ୍ ସ୍ୱପ୍ନର ସଫଳତା ପର୍ଯ୍ୟନ୍ତ ଆପଣଙ୍କ ବିଶ୍ୱସ୍ତ ସାଥୀ। ତାହେଲେ ମୁଁ କହିବି ତ ପ୍ରମିଳା ୟୁପିଏସସି ପାଥରେ ହଉଛି କଣ ଆଲୋଚନା କରିବା ନା ହଉଛି ଦ ଡେଲି ନ୍ୟୁଜ ପେପର ଆନାଲିସିସ୍, ଦ ହିନ୍ଦୁ, ସମାଜ, ଏଇ ବିଷୟରେ। ତାହେଲେ ହଉଛି 21 ଦିନର ଚ୍ୟାଲେଞ୍ଜ। ଯଦି ଆପଣ ଡିସିପ୍ଲିନ ଭାବରେ ୟାକୁ ଫଲୋ କରୁଛନ୍ତି, ତାହେଲେ ନିଶ୍ଚିନ୍ତ ରୂପେ ଆପଣ ସକ୍ସେସ୍ ପାଇବେ ଏବଂ ଜୀବନରେ କିଛି ଗୋଟେ କରିବା ପାଇଁ ମଧ୍ୟ ଉପଲବ୍ଧି ପାଇପାରିବେ। ତାହେଲେ ହଉଛି ଠିକ ସମୟରେ ଉଠିବେ, ଠିକ ସମୟରେ ଶୋଇବେ, 1 ନମ୍ବର ଗୋଟେ ଦେବେ, ଉଠିବା ମାତ୍ରେ ପାଣି ପିଇବେ, ନା ହଉଛି ତା ପାଇଁ 1 ନମ୍ବର ଆପଣ ଦିନର ଯୋଜନା ପ୍ରସ୍ତୁତ କରିବେ, ତା ପାଇଁ 1 ନମ୍ବର ବ୍ୟାୟାମ କରିବେ 15 ରୁ 30 ମିନିଟ୍ ପର୍ଯ୍ୟନ୍ତ, ଭିଡିଓଟିକୁ ଲାଇକ୍ ଓ ସେୟାର କରିବେ, 1 ନମ୍ବର। ତାହେଲେ ଟୋଟାଲ କେତେ ନମ୍ବର ମାର୍କ ରହିଲା? ନିଶ୍ଚିନ୍ତ ରୂପେ ଜଲେ। ତାହେଲେ ହଉଛି କୋଟେସନ ଅନ୍ ହେଲ୍ଥ। ଆପଣ ମାନଙ୍କର ଆଉ ପରୀକ୍ଷା ମାତ୍ର ବହୁତ କମ ଦିନ, 2 ମାସ ଭଳିଆ ରହୁଛି। ତେଣୁକିନା ଏସେ କୋଟେସନ ରେ କଣ ସବୁ ଲେଖିବେ, ସେଇଥିପାଇଁ ମୁଁ ଡେଲି ଗୋଟେ ଗୋଟେ ଆପଣଙ୍କ ପାଇଁ ଆଣୁଛି। ନା ହଉଛି ଇଟ ଇଜ ଦ ହେଲ୍ଥ ଦ୍ୟାଟ ଇଜ ଦ ରିଏଲ ୱେଲ୍ଥ ଆଣ୍ଡ ନଟ୍ ପିସ୍ ଅଫ ଗୋଲ୍ଡ ଆଣ୍ଡ ସିଲଭର। କିଏ କହିଥିଲେ? ନା ହଉଛି ମହାତ୍ମା ଗାନ୍ଧୀ। ବୁଝିହେଲା ନା ନାଇଁ? it is the health that is real wealth and not piece of gold and silver। ବୁଝିହେଲା ନା? Every human being is author of own health or disease। ବୁଝିହେଲା ନା? Every human being is author of own health and disease by ଗୌତମ ବୁଦ୍ଧ। Health is greatest of human blessing। ତାପରେ ଦେଖିବା ହଉଛି, ମୁଁ ପଢେଇବି ଆପଣ ମାନଙ୍କୁ। ଦେଖନ୍ତୁ, ଏଇଟା ଓମେନ ରିଲେଟେଡ ଜୁଡିସିଆଲ। ଓମେନ ରିଲେଟେଡ ଯାହାବି ଜୁଡିସିଆଲ ଜଜମେଣ୍ଟ ଅଛି, ତାକୁ ଏକ୍ଜାମ ରେ କୋଟେସନ ଦେଇକି ଆପଣ ମାନେ ଭଲ ମାର୍କ ରଖିପାରିବେ। ତେଣୁକିନା ତା ପାଇଁ ମଧ୍ୟ ଆପଣ ନିଶ୍ଚିନ୍ତ ରୂପେ କିଛି ତ କାମ କରିପାରିବେ। ମୁଁ ଦେଖିବି ଆପଣ ମାନେ କେମିତି ତାକୁ ହଉଛି ମନେ ରଖିପାରିବେ। ଦେଖନ୍ତୁ, ନା ହଉଛି ପ୍ରଥମ ରହିଲା ହଉଛି ଭିଶାଖା ଭର୍ସେସ ଷ୍ଟେଟ ଅଫ ରାଜସ୍ଥାନ। ନା ହଉଛି ଭିଶାଖା ଭର୍ସେସ ଷ୍ଟେଟ ଅଫ ରାଜସ୍ଥାନ କଣ, ତା ବିଷୟରେ ଆମେ ଟିକେ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରିବା। ନା ହଉଛି SC କମିଶନ ଦ ଭିଶାଖା ଗାଇଡଲାଇନ define sexual harassment and put the onus employer to provide to safe working employment for women। ବୁଝିହେଲା ନା? ତାହେଲେ ହଉଛି ଭିଶାଖା ଗାଇଡଲାଇନ କଣ କରୁଛି? ନା ହଉଛି ଭିଶାଖା ଗାଇଡଲାଇନ that define sexual harassment and put the onus on employer to provide safe working environment to women। ବୁଝିହେଲା ନା? ଭିଶାଖା ଗାଇଡଲାଇନ ଭର୍ସେସ ଷ୍ଟେଟ ଅଫ ରାଜସ୍ଥାନ କଣ କରୁଛି? ନା ହଉଛି define sexual harassment at workplace। ଆଉ କଣ କରୁଛି? ନା ହଉଛି ଓମେନ ମାନଙ୍କର ସେଫ୍ଟି ବିଷୟରେ ଆଲୋଚନା କରୁଛି। ଏଇଟାକୁ ମଧ୍ୟ ଓମେନ ସେଫ୍ଟିରେ ଆସିଲେ ତାପରେ ହଉଛି ଆପଣ କ୍ୱେଶ୍ଚନ ରେ ଲେଖିପାରିବେ। ତାପରେ ନେକ୍ସଟ ହଉଛି Mary Roy vs State of Kerala 1886। ନା ହଉଛି SC deliver a landmark judgment grant to Sharia Christian women the right to seek an equal share in the
in their father property। ତାହେଲେ ହଉଛି କଣ ହଉଛି ଖ୍ରୀଷ୍ଟିଆନ ର ହଉଛି ମେରୀ ରୟ ଭର୍ସେସ ଷ୍ଟେଟ ଅଫ କେରଳା 1986 ରେ ନା ହଉଛି ସାରିଆନ ଖ୍ରୀଷ୍ଟିଆନ ଓମେନ ଦ ରାଇଟ ଟୁ ସିକ୍ ଇକ୍ୱାଲ ସେୟାର ଇନ ଦେୟାର ଫାଦର ପ୍ରପର୍ଟି। ଏଇ କଥା ଆଲୋଚନା କରାଯାଇଛି। ତାପରେ ଲତା ସିଂ ଭର୍ସେସ ଷ୍ଟେଟ ଅଫ ଉତ୍ତରପ୍ରଦେଶ 2006 ମସିହାରେ କଣ ହେଇଛି ନା ହଉଛି everyone has right to marry and choose their life partner under the Article 21 fundamental right of any citizen cannot be violated at instant of any other person। ତାପରେ ହଉଛି ନା ହଉଛି କଣ କହିଲା ନା ଲତା ସିଂ ଭର୍ସେସ ଷ୍ଟେଟ ଅଫ ଉତ୍ତରପ୍ରଦେଶ ଇଏ ହଉଛି everyone has to right to marry and choose their life partner under Article 21। ତାହେଲେ ହଉଛି ଏଇଠି କଣ ବର୍ଣ୍ଣନା କରାଯାଉଛି ନା ହଉଛି ଲତା ସିଂ ଭର୍ସେସ ଷ୍ଟେଟ ଅଫ ଉତ୍ତରପ୍ରଦେଶ 2006 everyone has the right to marry and choose their life partner under Article। ବୁଝିହେଲା ନା? ଏଟା ହଉଛି ଲତା ସିଂ ଭର୍ସେସ ଷ୍ଟେଟ ଅଫ ଉତ୍ତରପ୍ରଦେଶ 2006 ରେ ଆସିଛି। ମାନେ ହଉଛି ନା ହଉଛି ପ୍ରତ୍ୟେକ ର ବାହା ହେବାର ଅଧିକାର ଏବଂ ତାଙ୍କର ଲାଇଫ ପାର୍ଟନର ଚୁଜ କରିବାର ଅଣ୍ଡର ଆର୍ଟିକଲ 21 ରେ ଆସୁଛି। ଫଣ୍ଡାମେଣ୍ଟାଲ ରାଇଟ କ୍ୟାନଟ ବି ଭାଇଲେଟ କୌଣସି ପରିସ୍ଥିତିରେ ବା କୌଣସି ବ୍ୟକ୍ତି ଏହାକୁ ଭାଇଲେସନ କରିପାରିବେ ନାହିଁ। ତାମିଲନାଡୁ ଭର୍ସେସ VS ସୁହାତି କାଟି 2004 SC convicts a person on a ground of sending obscene message by harming the reputation and character of the woman and also outrage her modesty, establish a strict precedent against cyber bullying। ତାପରେ ଦେଖିବା ହଉଛି ତାମିଲନାଡୁ ଭର୍ସେସ ସୁହାତି କାଟି 2004 ରେ ଆସିଥିଲା ନା ହଉଛି SC convicted on person ground of sending offense message by harming reputation and character of the woman and also by outrage modesty, establish a strict precedent against cyber bullying। ବୁଝିହେଲା ନା? ତାହେଲେ ହଉଛି ଜଣକୁ woman କୁ ହଉଛି ସେକ୍ସୁଆଲ ର ହଉଛି ଯୋଉ ଅଫେନ୍ସ ମେସେଜ କରାଯିବ ଆଉ କଣ କରନ୍ତି ସେଣ୍ଡିଂ ଅଫେନ୍ସ ମେସେଜ ରେପୁଟେସନ ତାଙ୍କ କ୍ୟାରେକ୍ଟର ଉପରେ ଯଦି କୌଣସି ଆସିଲା ନା ହଉଛି ତାମିଲନାଡୁ ଭର୍ସେସ ସୁହାତି କେସ୍ କଣ କରାଗଲା ନା ହଉଛି ବିଭିନ୍ନ ପ୍ରକାର ତ ଏହା ପାଇଁ ହଉଛି କରାଯାଇଛି। ତାପରେ ହଉଛି ସେଣ୍ଟର ଭର୍ସେସ ଫର ଇନକ୍ୱାରି ଇନଟୁ ହେଲ୍ଥ ଆଣ୍ଡ ଆଲାଇଡ୍ ଥିମ୍ ସେହାତ ଭର୍ସେସ ୟୁନିୟନ ଅଫ ଇଣ୍ଡିଆ 2025 ରେ କଣ କୁହାଗଲା ନା ହଉଛି ସୁପ୍ରିମ କୋର୍ଟ ବ୍ୟାନ୍ all advertisement relating prenatal sex determination technique। It affirms that right to every woman to make reproductive choice without undue reference from the state। ବୁଝିହେଲା ନା ନାଇଁ? ତାହେଲେ ହଉଛି ଏଇଟା ପାଇଁ ଆଲୋଚନା କରାଯାଇଥିଲା ନା ହଉଛି ସେଣ୍ଟର ଫର ଇନକ୍ୱାରି ଆଣ୍ଡ ହେଲ୍ଥ theme Sehat versus India। Supreme Court banned all advertisements related to prenatal sex determination technique। It's affirms a right of every woman to make a reproductive choice undue interference from the state। ତାପରେ ଆସିବ ହଉଛି ନା ହଉଛି ତାପରେ ଦେଖନ୍ତୁ ଦ ସେକ୍ରେଟାରୀ ଭର୍ସେସ डिफेंस ऑफ बबीता पुनिया वर्सेस 2020 ना होची डिफेंस ऑफ सेक्रेटरी ना होची ऑल वुमेन आर ऑफिसर एलिजिबल फॉर परमानेंट कमीशन allowing them to service commanding role। ताले होची बबीता पुनिया वर्सेस मिनिस्ट्री ऑफ डिफेंस रे कोन होइतला ना होची ऑल वुमेन मान को अलाउइंग करा गला होची डिफेंस रो होची मेजर बा होची हमर होची रोल माने होची कोन ना होची कमीशन कमांडिंग रोल करी पारिबे। तापर होची इंडिया यंग लॉयर एसोसिएशन वर्सेस
State of Kerala 2029 now divorce cannot be subject to gender discrimination. Now as youth Indian Young Lawyer Association versus State of Kerala रे कौन कहगला ना कौन से devotion किबा cannot be gender discrimination. तापर आसीबो होची ना मोहम्मद शाह खिरानी मोहम्मद अहमद खान वर्सेस शाहबानो बेगम 1985 रे आस्तिला. The court ruled and divorced woman is entitled to maintenance under the section 125 of the Code of Criminal Procedure 1972 despite any conflicting provision Muslim personal law. बुझेला ना नहीं. तापर देखिबा होची विनीता शर्मा वर्सेस राकेश शर्मा 2022 judge established that the daughter equal comprehensive right to ancestral property by exactly likely to Muhammad Abud Shah versus State of Telangana 2024 रे कौन कहगला ना होची uphold the divorce women rights claim to maintenance under the section 125 to 125 section Code of Criminal Procedure reaffirming social beneficial provision. तापर होची के उमा देवी वर्सेस स्टेट ऑफ तमिलनाडु जजमेंट ना होची maternal right as a fundamental right under the article 21 of the constitution. ताले के उमा देवी वर्सेस स्टेट ऑफ तमिलनाडु ए कथाडू कहा गला. तापर देखंतु ना होची विभिन्न प्रकार होची रही ना कौन होची आउ दुईटा शिशुपाल के वर्सेस शिशुपाल at the Sisram versus Surjit 2024 ना होची Supreme Court derived national ruling recognizing hallmark national builder and established laws of domestic care as separate quantifiable legal head. The court said nation value for homemaker labor at minimum 30,000 per month without provisional for a 10 increase every 3 years. बुझेला ना प्रति 3 वर्ष रे ना होची इंक्रीज हेबो जो माने होची सुप्रीम कोर्ट रे माने सुप्रीम कोर्ट रे होची जजमेंट करिछि जे माने होची शिशुपाल वर्सेस शिशुराम वर्सेस सुरजीत 2000 केस रहउछि जो माने होची डोमेस्टिक केयर काम करछनि सेमान को ताकर होम मेकर वैल्यू प्रति मासरो 3000 आ किंतु प्रति 30,000 प्रति 3 वर्ष रे थरे सेमानकर सैलरी वृद्धि हेबो पई मध्ये कहथि. डॉक्टर जया ठाकुर वर्सेस गवर्नमेंट ऑफ इंडिया SC declared that the right to menstrual health is part of right to life under the Article 21 of the Constitution. देखो या तो आपण मन कहले देखो सुप्रीम कोर्ट टू हियर ऑल प्ली alleging police exercise during student protection. Now the Supreme Court of India has agreed here to petition alleging police exercise during the July 20 crackdown to student protesters in Delhi. Petition seek accountability for alleged use of excessive force and violation of the right to protect fundamental right. तापर देखिबा होची right to protect in India ना कौन कौन अच्छी ना होची आर्टिकल 19A ना होची freedom of speech and express right. Article 19(1)(b) right to assemble peaceful without arms. Article 19(1)(c) right to form association. Article 21 right to life and personal liberty. These rights are not absolute, are subjected to reasonable restriction. 19 to 93 interest of public
order, sovereignty and security of the state. Next आलोचना करिवा होची ना होची Article 32 citizen can directly approach Supreme Court for enforcement fundamental rights. The Supreme Court act as guardian of the fundamental rights, protector of the constitutional value, judicial review, executive action. Delhi Police function under the Ministry of Home Affairs, Lieutenant Government of Delhi. Now it's Rapid Action Force, a specialized anti-riot force, Central Police Force, CRPF, handle riots, communal violence, public disorder, crowd. The Central Reserve Police Force, CRPF, India largest central police function under the Ministry of Home Affairs, responsible internal security insurging operation. Next होची देखिबा होची ना होची key issue, alleged excessive use of force, right to peaceful protest, police accountability, judicial oversight, challenges. Now होची balancing public order with civil liberty, manage large-scale protector without excessive force, preventing misinformation during protest, ensure transparency in public operation. ना होची कौन करिबा ना होची protecting both protest and public property. मजदूर किसान शक्ति वर्सेस संगठन यूनियन ऑफ इंडिया 2018, मजदूर किसान शक्ति संगठन वर्सेस यूनियन ऑफ इंडिया 2000. Peaceful protest is a constitutional right. Public order must be maintained. Ramlila Maidan incident versus Home of Secretary, Union India 2012. Police should exercise minimum force while dispersing peaceful gathering. Anuradha Bharsin versus Union of India 2020. Restriction on fundamental rights must satisfy the test of legality, necessity and proportionality. তাহলে হচ্ছে না হচ্ছে এই সব হচ্ছে fundamental right restriction ହେଇଛି ଯେଉଁ satisfy the test legality and necessity. ତାପରେ ଦେଖିବା ହଉଛି way forward ରେ କଣ ରହିଛି ନା ହଉଛି ଏବେ ଦେଖିବା way forward ରେ କଣ ଅଛି ନା adopt internationally accept standard and crowd management, use force only last resort and in a proportionate manner, increase the use of body camera and CCTV transparency, conduct independent inquiry into allegation of the police exercise, regular training, human rights and common violence crowd control, promote dialogue between authority and protester through government initiative, police modernize scheme, smart policing initiative. ତାପରେ ହେଉଛି Bureau of Policy Research and Development Program, Human Rights Cells in Organization. ତାପରେ ଦେଖିବା ହେଉଛି UPSC OPSC Prelims Form, Right to Assembly 19(1)(a), Right to Speech and Expression 19(1)(a). ତାପରେ ହେଉଛି Constitutional Review 32, Right to Life 21, RFA. ତାପରେ ହେଉଛି ଦିଲ୍ଲୀ ପୁଲିସ এই ସବୁ ରହିଛି। ତାପରେ ହେଉଛି keyword କଣ ଅଛି rule of law, public accountability, fundamental right, peaceful protest, reasonable restriction, constitutional morality, judicial review, human right, proportionality, democratic government, balance analysis, argument support, police action. Police have duty to maintain law and order. They must protect their public property, ensure public safety, reasonable restriction on protest and constitutional provision. Concern. The excess force may violate fundamental rights, arbitrary action, errors, public trust in institutions, accountability, transparency are essential democratic policy. ଦେଖନ୍ତୁ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ବିଭାଗର ଅତ୍ୟଧିକ ବଳ ପ୍ରୟୋଗର ଅଭିଯୋଗ ବୁଝିହେଲା ନା ଏସବୁ କୁହାଯାଇଛି ଟିକେ ଦେଖି ଦିଅନ୍ତୁ ଏଇଠି ଜଜମେଣ୍ଟ ନା ଅଛି
ଚ୍ୟାଲେଞ୍ଜେସ୍ କଣ କରାଯାଇଛି? ଆଇନ ଶୃଙ୍ଖଳା ଓ ନାଗରିକ ସ୍ୱାଧୀନତା ମଧ୍ୟରେ ସନ୍ତୁଳନ, ବଡ଼ ପ୍ରତିବାଦକୁ ହିଂସା ବନେଇବା ପରିଚାଳନା କରିବା, ପୁଲିସ କାର୍ଯ୍ୟରେ ସ୍ୱଚ୍ଛତା ଓ ଜବାବଦେହିତା, ତାପରେ ହଉଛି ଭୁଲ ସୂଚନାକୁ ରୋକିବା, ମିସ୍ ଇନଫର୍ମେସନକୁ ରୋକିବା, ନା ହଉଛି ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, ମଜଦୁର କିଷାନ ଶକ୍ତି ସଂଗଠନ ଭର୍ସେସ ୟୁନିୟନ ଅଫ ଇଣ୍ଡିଆ, ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏକ କନଷ୍ଟିଚ୍ୟୁସନ ଅଧିକାର କିନ୍ତୁ ଜନଶୃଙ୍ଖଳାକୁ ବଜାୟ ରଖିବା ମଧ୍ୟ ଆବଶ୍ୟକ। ବୁଝିହେଲା ନା? ହଉଛି ମଜଦୁର କିଷାନ ଶକ୍ତି ସଂଗଠନ ଭର୍ସେସ ୟୁନିୟନ ଅଫ ଇଣ୍ଡିଆ ହଉଛି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବା ହଉଛି ଏକ ସମ୍ବିଧାନ ଅଧିକାର କିନ୍ତୁ ଜନଶୃଙ୍ଖଳାକୁ ବଜାୟ ରଖିବା ମଧ୍ୟ ଆବଶ୍ୟକ। ରାମଲୀଳା ମଇଦାନ ଇନସିଡେଣ୍ଟ ଭର୍ସେସ ହୋମ ସେକ୍ରେଟାରୀ 2012 ନା ହଉଛି ପ୍ରତିବାଦୀମାନଙ୍କୁ ଛିନ୍ନ କରିବା ସମୟରେ ପୁଲିସ ସର୍ବନିମ୍ନ ଆବଶ୍ୟକ ବ୍ୟବହାର କରିବା ଉଚିତ। ଅନୁରାଧା ଭର୍ସେସ ୟୁନିୟନ ଅଫ ଇଣ୍ଡିଆ ମୌଳିକ ଅଧିକାର ଉପରେ ପ୍ରତିବନ୍ଧକ ଆଇନ ସମ୍ମତ ଆବଶ୍ୟକ ଅନୁପାତିକ ହେବା ଉଚିତ। ବୁଝିହେଲା ନା ନାହିଁ? ତାପରେ ଦେଖନ୍ତୁ ହଉଛି ୱେବ୍ ଫରୱାର୍ଡରେ କଣ ଭିଡିଓ ନିୟନ୍ତ୍ରଣ ପାଇଁ ମାନବାଧିକାର ଆଧାରିତ ପ୍ରଶିକ୍ଷଣ, ବଡି କ୍ୟାମେରା ଓ ସିସିଟିଭିର ବ୍ୟବହାର, ସ୍ୱାଧୀନ ତଦନ୍ତ ବ୍ୟବସ୍ଥା, ପୁଲିସର ସଂସ୍କାର ଓ ପୋଲିସ ରିଫର୍ମ କାର୍ଯ୍ୟକାରୀ କରିବା, ସରକାର ଓ ପ୍ରତିବାଦକାରୀ ମଧ୍ୟରେ ସଂଳାପ ପ୍ରୋତ୍ସାହନ, ସରକାରୀ ପଦକ୍ଷେପ, ପୋଲିସ ମଡର୍ଣ୍ଣାଇଜେସନ ସ୍କିମ୍, ସ୍ମାର୍ଟ ପୋଲିସିଂ ଇନିସିଏଟିଭ, ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ, ହ୍ୟୁମାନ ରାଇଟ୍ସ ସେଲ୍ ଇନ୍ ପୋଲିସ ଅର୍ଗାନାଇଜେସନ। ତାପରେ ହଉଛି ଦେଖନ୍ତୁ OPSC ପ୍ରିଲିମ୍ସ ଫ୍ୟାକ୍ଟ, ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର, ନା ହଉଛି ଆର୍ଟିକଲ 19(1)(b), ମତ ପ୍ରକାଶ କରିବାରେ ସ୍ୱାଧୀନତା, ଅନୁଚ୍ଛେଦ 19(1)(a), ସମାନତା ପ୍ରତିକାର ଅଧିକାର, ନା ହଉଛି ସାମ୍ବିଧାନିକ ପ୍ରତିକାର ଅଧିକାର ହଉଛି ଆର୍ଟିକଲ 32, ଜୀବନର ଅଧିକାର, ଅନୁଚ୍ଛେଦ 21, RPF ର ହଉଛି CRPF ର ବିଶେଷ ଦଙ୍ଗା ନିୟନ୍ତ୍ରଣ ବାହିନୀ, ଦିଲ୍ଲୀ ପୁଲିସ ହଉଛି କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଧୀନରେ ଆସୁଛି। ତାପରେ ହଉଛି ଦେଖନ୍ତୁ ହଉଛି ନା ହଉଛି OS ଆଉ UPSC ପାଇଁ କିୱାର୍ଡ କଣ ନା ହଉଛି ଶାନ୍ତିପୂର୍ଣ୍ଣ ପ୍ରତିବାଦ। ବୁଝିଲ? ଶାନ୍ତିପୂର୍ଣ୍ଣ ପ୍ରତିବାଦ, ମୌଳିକ ଅଧିକାର, ପୁଲିସର ଜବାବଦେହିତା, ଆଇନର ଶାସନ, ମାନବାଧିକାର, ନ୍ୟାୟିକ ସମୀକ୍ଷା, ଅନୁପାତିକ ବଳ ପ୍ରୟୋଗ। ତାପରେ ହଉଛି ଗଣତନ୍ତ୍ରର ଶାସନ, ସମ୍ବିଧାନ ଏକ ହଉଛି ନୈତିକତା। ଦେଖନ୍ତୁ ମୁଁ ଏବେ ଗୋଟେ ପଢେଇବି ହଉଛି ଡିଟେଲ୍ସ ଭାବରେ ହଉଛି ଜୁଡିସିଆଲ ରିଭ୍ୟୁ। ବୁଝିହେଲା ନା? ଏଇ ଯୋଉ ନ୍ୟାୟିକ ସମୀକ୍ଷା କଣ ବା ହଉଛି ନ୍ୟାୟିକ ପୂର୍ଣ୍ଣ ପରୀକ୍ଷା କଣ ତାକୁ ମୁଁ ଭଲ ଭାବରେ ବୁଝାଉଛି। ଜୁଡିସିଆଲ ରିଭ୍ୟୁ ବହୁତ ଥର କ୍ୱେଶ୍ଚନରେ ଆସିବ। ଜୁଡିସିଆଲ ରିଭ୍ୟୁଟା ହଉଛି ନା ହଉଛି ବେସିକ ଷ୍ଟ୍ରକ୍ଚର ଅଫ ଇଣ୍ଡିଆନ କନଷ୍ଟିଚ୍ୟୁସନ। ବୁଝିହେଲା? ବେସିକ ଷ୍ଟ୍ରକ୍ଚର ଅଫ ଇଣ୍ଡିଆନ କନଷ୍ଟିଚ୍ୟୁସନ। ବୁଝିହେଲା ନା? ତାହେଲେ ହଉଛି ଜୁଡିସିଆଲ ରିଭ୍ୟୁ ହଉଛି ସର୍ବୋଚ୍ଚ ନ୍ୟାୟାଳୟ, ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟଙ୍କର ସାମ୍ବିଧାନିକ ଶକ୍ତି, ଯାହା ଦ୍ୱାରା ସେମାନେ ସଂସଦ ଓ ରାଜ୍ୟ ବିଧାନମଣ୍ଡଳ ଓ କାର୍ଯ୍ୟବାହୀଙ୍କର କାର୍ଯ୍ୟ କିମ୍ବା ଆଇନକୁ ସମ୍ବିଧାନ ସହିତ ମିଳାଇ ପରୀକ୍ଷା କରନ୍ତି। ବୁଝିହେଲା ନା? ଯଦି କୌଣସି ଆଇନ ସମ୍ବିଧାନ ବିରୋଧୀ ହୁଏ ତାକୁ ଅନକନଷ୍ଟିଚ୍ୟୁସନାଲ ବୋଲି ଡିକ୍ଲାର କରନ୍ତି। ତାହେଲେ ହଉଛି ଜୁଡିସିଆଲ ରିଭ୍ୟୁ ର ହଉଛି ସରଳ ଭାଷାରେ ଯଦି ମୁଁ କହିବି ନା ହଉଛି ସରଳ ଭାଷାରେ ଯଦି କହିବି ନା କଣ କହିବି ଦେଖନ୍ତୁ, ସରଳ ଭାଷାରେ କହିବି ନା ହଉଛି ସରଳ ଭାଷାରେ କହିବି କଣ କହିବି ନା ହଉଛି ଯଦି କହିବି ଜୁଡିସିଆଲ ରିଭ୍ୟୁ ବା ନ୍ୟାୟାଳୟ ଦ୍ୱାରା ଆଇନ ଓ ସରକାରୀ କାର୍ଯ୍ୟର ସାମ୍ବିଧାନିକତା ଯାଞ୍ଚ। ବୁଝିଲା? ନ୍ୟାୟାଳୟ ଦ୍ୱାରା ଆଇନ ଓ ସରକାରୀ କାର୍ଯ୍ୟର ସାମ୍ବିଧାନିକତା ଯାଞ୍ଚ ସମ୍ବିଧାନ ଆଧାରରେ କନଷ୍ଟିଚ୍ୟୁସନାଲ ବେସିସରେ କଣ ହେଇପାରିବ ଦେଖ ନା ହଉଛି ଅନୁଚ୍ଛେଦ ଆର୍ଟିକଲ 13 ନା ହଉଛି ମୌଳିକ ଅଧିକାର ବିରୋଧୀ ଆଇନ ଶୂନ୍ୟ। ବୁଝିଲେ? ମୌଳିକ ବିରୋଧୀ ଆଇନ ଶୂନ୍ୟ। ଆର୍ଟିକଲ 32 ରେ କଣ ହେଇଛି ନା ହଉଛି ସୁପ୍ରିମକୋର୍ଟର ଶକ୍ତି। ଆର୍ଟିକଲ 226 ହଉଛି ହାଇକୋର୍ଟର ଶକ୍ତି। ହେଲା ନା ହଉଛି ଆର୍ଟିକଲ
ଅନୁଚ୍ଛେଦ 131, 136, 141, 142 ଏମାନେ କଣ କରନ୍ତି ନା ହଉଛି ଜୁଡିସିଆଲ ରିଭ୍ୟୁକୁ ଆଉ ଥରେ ଲେଖିଦିଅନ୍ତୁ ଭଲସେ। ନା ହଉଛି 131, 136, 141, 142 ଏମାନେ କଣ କରନ୍ତି ନା ହଉଛି ପରୋକ୍ଷ ଭାବରେ ଜୁଡିସିଆଲ ରିଭ୍ୟୁକୁ ସମର୍ଥନ କରନ୍ତି। ଆଉ ହେଉଛି ଜୁଡିସିଆଲ ରିଭ୍ୟୁର ହଉଛି ଅବଜେକ୍ଟିଭିଟି କଣ ରହିଛି ସେ ବିଷୟରେ ମୁଁ ଆପଣଙ୍କୁ ଜଣେଇବି। ଦେଖ ନା ହଉଛି ମୁଁ ଜଣେଇବି ଏବେ କଣ ଜଣେଇବି ନା ହଉଛି ଅବଜେକ୍ଟିଭିଟି କାହାର ନା ହଉଛି ଆମର ହଉଛି ଜୁଡିସିଆଲ ରିଭ୍ୟୁର ନା ହଉଛି ସମ୍ବିଧାନର ସର୍ବୋଚ୍ଚତା ବଜାୟ ରଖିବା, ସୁପ୍ରିମେସି ଅଫ୍ କନଷ୍ଟିଚ୍ୟୁସନ ୟାକୁ ବଜାୟ ରଖିବା, ବୁଝିହେଲା ନା ନାଇଁ। ତାପରେ ମୌଳିକ ଅଧିକାର ସୁରକ୍ଷା, ମୌଳିକ ଅଧିକାରକୁ କଣ କରାଯିବ ନା ହଉଛି ସୁରକ୍ଷା ଦିଆଯିବ, ବୁଝିହେଲା ନା। ବିଧାନମଣ୍ଡଳ ଓ କାର୍ଯ୍ୟନିର୍ବାହୀ ଉପରେ ନିୟନ୍ତ୍ରଣ, ତାପରେ ହଉଛି ରୁଲ ଅଫ ଲ କୁ କଣ କରିବା ନା ହଉଛି ସୁନିଶ୍ଚିତ କରିବା, ଗୁରୁତ୍ୱପୂର୍ଣ୍ଣ ତାପରେ ହଉଛି ଗୁରୁତ୍ୱପୂର୍ଣ୍ଣ ହଉଛି ଇମ୍ପୋର୍ଟାଣ୍ଟ କେସ୍ କଣ ରହିଛି ନା ହଉଛି ଇମ୍ପୋର୍ଟାଣ୍ଟ କେସ୍ ନା ହଉଛି କେଶବାନନ୍ଦ ଭାରତୀ କେସ୍ 1976, ବେସିକ ଷ୍ଟ୍ରକ୍ଚର ଡକ୍ଟ୍ରିନ୍ ଦିଆହେଇଛି, ବେସିକ ଷ୍ଟ୍ରକ୍ଚର ଡକ୍ଟ୍ରିନ୍। ତାପରେ ହଉଛି ମିନରେଭା ମିଲ୍ କେସ୍, 1980, ଜୁଡିସିଆଲ ରିଭ୍ୟୁ ହଉଛି ନା ହଉଛି ବେସିକ ଷ୍ଟ୍ରକ୍ଚର ର ଅଂଶ, ବୁଝିହେଲା ନା। ମିନରେଭା ମିଲ୍ IR କହିହ କେସ୍ ନା ହଉଛି 2007 ମଧ୍ୟରେ ଆସିଥିଲା। 9th ସ୍କେଡ୍ୟୁଲ ର ଆଇନ ମଧ୍ୟ କଣ ନା ହଉଛି ଜୁଡିସିଆଲ ରିଭ୍ୟୁର ଅଧୀନ, ବୁଝିହେଲା ନା ନାଇଁ। ତାହେଲେ ହଉଛି ଦେଖନ୍ତୁ ମୁଁ ଏବେ ଆପଣମାନଙ୍କୁ ବୁଝେଇବି ନା ହଉଛି କଣ ବୁଝେଇବି ନା ଯୋଉ ଦେଖନ୍ତୁ ସ୍କେଡ୍ୟୁଲ ଅଫ ଦ ଇଣ୍ଡିଆନ କନଷ୍ଟିଚ୍ୟୁସନ, ବୁଝିହେଲା ନା। ତାହେଲେ ସ୍କେଡ୍ୟୁଲ ଅଫ ଦ ଇଣ୍ଡିଆନ କନଷ୍ଟିଚ୍ୟୁସନ ରେ ହଉଛି ମୁଁ କହିବି ନା ହଉଛି କଣ କହିବି ନା ହଉଛି ଆମେ ଏଠି ମୁଁ ବୁଝେଇବି ଭଲ ଭାବରେ ବୁଝେଇବି। ଦେଖନ୍ତୁ ନା ହଉଛି ଟିୟର୍ସ TEARS ଟିୟର୍ସ ଅଫ OLD PM, ବୁଝିହେଲା ନା। ଟିୟର୍ସ ମାନେ ହଉଛି ଟେରିଟୋରୀ ଆଣ୍ଡ ଷ୍ଟେଟ, ବୁଝିହେଲା ଟେରିଟୋରୀ ଆଣ୍ଡ ଷ୍ଟେଟ। ତାପରେ ହଉଛି ଏମୁଲମେଣ୍ଟ, ସେକେଣ୍ଡ ଏ ରେ ହଉଛି ଆଫର୍ମେସନ ଆଣ୍ଡ ଅଥ୍, ତାପରେ ହଉଛି ରାଜ୍ୟସଭା ସିଟ୍ ଆଲୋକେସନ, ଏସ୍ ରେ ହଉଛି ସ୍କେଡ୍ୟୁଲ ଏରିଆ, ଓ ରେ ହଉଛି ଅଦର ଟ୍ରାଇବାଲ ଏରିଆ, ତାପରେ ହଉଛି ଏଫ୍ ରେ ହଉଛି ଯୋଉଟା ହଉଛି ଆମର ହଉଛି ଫେଡେରାଲ ଲିଷ୍ଟ, ତାପରେ ହଉଛି 1 2 3 4 5 6 7 8 ରେ ହଉଛି ଅଫିସିଆଲ ଲାଙ୍ଗୁଏଜ, 9 ରେ ହଉଛି ଲ୍ୟାଣ୍ଡ ରିଫର୍ମ, 10 ରେ ହଉଛି ଡିଫେକ୍ସନ, 11 ହଉଛି ପଞ୍ଚାୟତ, 12 ରେ ହଉଛି ମ୍ୟୁନିସିପାଲିଟି। ଦେଖନ୍ତୁ ମୁଁ କହିବି ଯେ 9th ସ୍କେଡ୍ୟୁଲ ଆଇନ ମାନେ ହଉଛି ଲ୍ୟାଣ୍ଡ ରିଫର୍ମ ଟା ହଉଛି 9th ସ୍କେଡ୍ୟୁଲ ର ଆଇନକୁ ମଧ୍ୟ ଜୁଡିସିଆଲ ରିଭ୍ୟୁ କରାଯାଇ ପାରିବ, IR କଲମ, ବୁଝିହେଲା ନା। ଏଇଟା କହିବା ପାଇଁ ଆପଣଙ୍କୁ ଏତେ ସବୁ ମୁଁ କହିଲି। ତାହେଲେ ହଉଛି ଦେଖିବା ହଉଛି ନା ହଉଛି ଜୁଡିସିଆଲ ରିଭ୍ୟୁ ମାନେ ହଉଛି ଆଇନର ସାମ୍ବିଧାନିକତା ଯାଞ୍ଚ। ତାପରେ ହଉଛି ଜୁଡିସିଆଲ ଆକ୍ଟିଭିଟିଜିମ୍ ମାନେ ହଉଛି ଜୁଡିସିଆଲ ଆକ୍ଟିଭିଟିଜିମ୍। ଦେଖନ୍ତୁ ମୁଁ କହିବାର କଥା ଏଇଆ ଯେ ଏଇଟା ବି ବହୁତ ବାର ଆସିଛି। ଜୁଡିସିଆଲ ଆକ୍ଟିଭିଜିମ୍, ଜୁଡିସିଆଲ ଓଭରରିଚ୍ କଣ ନା ହଉଛି ଜନସକ୍ରିୟ
जनस्वार्थ बा हूँ पब्लिक इंटरेस्ट रे सुप्रीम कोर्ट हूँ एक्टिव रोल करवा। आउ जुडिशियल ओवररीच हूँ सुप्रीम कोर्ट न्यायपालिकार सीमा अतिक्रम कर न्यायपालिकार सीमा अतिक्रम करना। पब्लिक इंटरेस्टेड होची गोटे होची देवी जुडिशियल एक्टिविटी ग्रेट उदाहरण होची पीआईएल पब्लिक इंटरेस्ट लिटिगेशन बुझीला ना नहीं ताले होची जुडिशियल रिव्यू शब्द संविधान रे सीधा सड़क लेखाए नहीं किंतु यार शक्ति विभिन्न अनुच्छेद रु मिले। एही धारणा युक्तराष्ट्र अमेरिका ठारू प्रेरित। मिनर्वा मिल 1980 रे जुडिशियल रिव्यू को एक बेसिक स्ट्रक्चर माने होची कौन करा जायछि ना अंश बोली कहा जायछि बुझला। मिनर्वा मिल केस एनु कि ना कहबी जो सब केस गुडा कर होची ताकि निहाती रूपे आपण मान को मन रखिबार अछि एग्जाम रे ताकू कोटेशन देके लिखिले होची बहुत भलो बाहर पाइबो। तापर होची तापर मु एबे कहबी ना होची ए जो जुडिशियल एक्टिविज्म आउ जुडिशियल ओवररीच हला देखंतु आउ कोन ना होची फॉर एनवायरनमेंट रिलेटेड केस रे होची जजमेंट दे पारंती बंदी को अधिकार सुरक्षा बुझला ना बंदी को अधिकार सुरक्षा दे पारिबो। ग्रुप तो होची कोन रहिची ना होची जुडिशियल एक्टिविटीज रो इम्पोर्टेंट कोन रहिची इम्पोर्टेंट होची मौलिक फंडामेंटल राइट रो सुरक्षा सरकार को निष्क्रियता पूर्ण सामाजिक न्याय को प्रोत्साहन बुझेला ना जदि आउ गोटे जुडिशियल एक्टिविज्म रहउची प्रमुख माने होची इम्पोर्टेंट जजमेंट बुझेला ना होची केशवानंद भारती केस कहली आउ गोटे कहली होची मिनर्वा मिल केस कहली आउ गोटे कहली होची कोन ना होची आईआर आउ गोटे कोन कहली आईआर कही हो केस 9th शेड्यूल कौन की जीवन होची जुडिशियल रिव्यू आउ गोटे होची कही विशाखा केस 1997 कार्यस्थल रे महिला मान को सुरक्षा दिया जीवा पई गोटे कहा जीव सेटा गोटे जुडिशियल एक्टिविज्म रो एग्जांपल। एमसी मेहता केस होची परिवेश सुरक्षा विषय रे। हुसैनयारा खातून केस हला हुसैनयारा खातून केस ना होची द्रुत विचार करी स्पीडी ट्रायल एमती सब रही। जुडिशियल ओवररीच कोन ना होची जुडिशियल ओवररीच होची एपरि एक परिस्थिति जेते बेले न्यायालय निज संविधान सीमा अतिक्रम करी विधानमंडल किंबा कार्यनिर्वाही क्षेत्र रे अनावश्यक हस्तक्षेप करे। न्यायालय निज अधिकार छाड़ी सीमा पार करी अन्य काम हस्तक्षेप कले ताकू जुडिशियल ओवररीच कहबा। जे सरकारी नीति निर्धारण सीधा सड़क हस्तक्षेप प्रशासनिक कार्यर सुगम परिचालन तापर असुविधा होची सेपरेशन ऑफ पावर को क्षति पहुंचाते विधानमंडल और कार्यनिर्वाही रो स्वाधीनता प्रभावित होबो गणतंत्र रे संतुलन बाधा रहिबो। तापर देखंतु नेक्स्ट आलोचना करिवा होची ए ग्रोथ स्टोरी नीड टू ओमेन आर्ट वर्क ना होची an editorial highlight the India's goal becoming developed nation Viksit Bharat 2047 cannot be achieved without significant increase female labor force participation बुझेला ना। स्टैटिस्टिक पार्ट कौन सब रही फीमेल लेबर फोर्स पार्टिसिपेशन रेट डेफिनेशन ना होची आर्टिकल
आर्टिकल होचे डिफाइन द फीमेल लेबर फोर्स पार्टिसिपेशन वुमेन years above who are employment activity seeking employment बुझेला ना होची 15 वर्षर एभव आउ 15 वर्षर जो माने होची एम्प्लॉयमेंट और एक्टिविटली वर्किंग आर सीकिंग एम्प्लॉयमेंट वर्क participation rate definition the percentage of total population that is employed labor force participation होची कोन ना होची working plus looking for work ताको कहिया वर्क पार्टिसिपेशन रेट होची एक्चुअली केते जन वर्क करचंती बुझेला ना ताको बुझा जीवन लेबर फोर्स पार्टिसिपेशन माने बुझी पालो वर्किंग आ जो माने चाकरी खोजचंती जो माने काम करचंती आ चाकरी खोजचंती ताको लेबर फोर्स पार्टिसिपेशन आ गोटे होची वर्क फोर्स पार्टिसिपेशन माने एक्चुअली वर्तमान कंपनी रे केते जन काम करचंती एटा गोटे बुझिबा पई पड़ियो विकसित भारत बुझेला ना विकसित भारत 2047 डेवलप नेशन फोकस एरिया कोठी रहिबो ना होची हाई इकोनॉमिक ग्रोथ एम्प्लॉयमेंट जनरेशन इंक्लूसिव डेवलपमेंट ह्यूमन कैपिटल डेवलपमेंट बुझेला ना जेंडर इक्वालिटी ऊपर फोकस देबार अछि मु कहिबी एबे ना होची विभिन्न प्रकार एठी गोटे मु कहूची देखंतु ह्यूमन कैपिटल इंडेक्स रे केते रैंक अछि 130 इंडिया याको मध्ये इंप्रूव करिवार अछि जेंडर इक्वालिटी माने ग्लोबल जेंडर गैप रिपोर्ट माने केते अछि 131 अछि याको मध्ये कम करिवार पई पड़िबो देखंतु सस्टेनेबल डेवलपमेंट एसडीजी 5 कोन कोची ना अछि जेंडर इक्वालिटी एसडीजी 8 कोन कोची डिसेंट वर्क एंड इकोनॉमिक ग्रोथ एसडीजी 10 कोन कोची रिड्यूस इनइक्वालिटी कहूची आ गोटे देखंतु ओमेन रिलेटेड होची माने होची ओमेन मान को राइट विषय रे कहआ जाय गोटे होची बेजिंग डिक्लेरेशन 1996 रे मध्ये बहुत गुडे कहआ जाय एजुकेशन हेल्थ वर्क मान को सेफ्टी विषय बहुत कथा कहआ जाय एटा मध्ये लिखले आंसर आहुरी माने एनरिचमेंट हेबो देखंतु ओमेन रिलेटेड प्रोविजन रे कॉन्स्टिट्यूशन कोन इक्वालिटी बिफोर लॉ हला जेमति हमर होची ओमेन क्रिकेट बोर्ड रे ओमेन इंडियन क्रिकेट टीम रे होची इक्वल पे फॉर इक्वल वर्क दिया गला ना एटा गोटे गुड एग्जांपल ना इक्वालिटी बिफोर लॉ प्रोहिबिशन ऑफ डिस्क्रिमिनेशन बेस्ड ऑन सेक्स 15 तापर 16 होची इक्वल अपॉर्चुनिटी इन पब्लिक एम्प्लॉयमेंट आर्टिकल 39 ए दे इक्वल लाइवलीहुड अपॉर्चुनिटी एंड इक्वल पे फॉर इक्वल वर्क तार होची प्रोविजन फॉर मैटरनिटी रिलीफ एंड ह्यूमन वर्किंग कंडीशन जोगई देवा ए सब कोहा जाय ताले होची नेक्स्ट आसीबा होची आंसर ना होची कोन देबा ना होची व्हाई फीमेल एम्प्लॉयमेंट is important accelerate economic growth बुझेला a larger workforce increase national productivity higher labor participation boost GDP growth increase household income dual income family have higher consumption and saving improve living standard enhance human capital now better spending on education nutrition healthcare improve children's surface productivity, promote inclusive growth. Now, reduce gender equality, strengthen women's economic empowerment, improve innovation. Now, gender diverse workplace, improve creativity and decision making. Challenges related to women employment, low female labor force participation, तापर होची decline manufacturing job बुझेला ना India female workforce participation remain among the global lowest decline manufacturing job माने होची labor intensive industry such as textile garment have not generated sufficient employment, informal employment. Many women work unpaid family worker in agriculture,
skill mismatch. Educated women face highly unemployed despite rising educational attainment. ତାପରେ ସେ social barrier, patriarchal norms, and mobility restriction, safety caution, lack of children, poor availability of crèche and child care facility, north-south divide. South states like the Tamil Nadu have much higher female employment than many northern states. Northern states. ଏବେ ଦେଖନ୍ତୁ ମୁଁ କହିବି female labor force participation report. ମୁଁ କହିବି ହେଉଛି female labor force participation report ବିଷୟରେ ମୁଁ କହିବି। ବୁଝିହେଲା ନା? ଦେଖନ୍ତୁ 2026 PLSF ନା ହେଉଛି ପିରିୟଡିକ୍ ଲେବର ସର୍ଭେ। ବୁଝିହେଲା ନା? ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଯାହା ହେଉଛି ନ୍ୟାସନାଲ NSO ଆଉ ମିନିଷ୍ଟ୍ରି ଅଫ୍ ମସ୍ଟି ଦ୍ୱାରା ଯେଉଁ ମହିଳାଙ୍କ ଶ୍ରମ ଶକ୍ତି ଅଂଶଗ୍ରହଣ ସମ୍ପର୍କରେ ହେଉଛି ବର୍ଣ୍ଣନା କରାଯାଇଛି। ନା ହେଉଛି 2026 ଜୁନ ମଧ୍ୟରେ ହେଉଛି 15 ବର୍ଷ ମହିଳାଙ୍କ ଲେବର ଫୋର୍ସ ପାର୍ଟିସିପେସନ ରେଟ୍ ହେଉଛି 32.7 ଅଛି। ସହରାଞ୍ଚଳରେ ବେକାରୀ ହାର କିଛି ସୁଧାର ଦେଖାଯାଇଛି। ଗ୍ରାମାଞ୍ଚଳରେ ମହିଳାଙ୍କ ଅଂଶଗ୍ରହଣ ସହର ତୁଳନାରେ ଅଧିକ। ବୁଝିହେଲା ନା? ଫିମେଲ ଲେବର ଫୋର୍ସ ପାର୍ଟିସିପେସନ କମ୍ ଅଂଶର କାରଣ କ'ଣ? ଫିମେଲ ଲେବର ପାର୍ଟିସିପେସନର କାରଣ କ'ଣ? ନା ହେଉଛି ସାମାଜିକ ଓ ସାଂସ୍କୃତିକ ବାଧା, ଘରୋଇ କାମ ଓ ଯତ୍ନର ଭାର, ସୁରକ୍ଷିତ ପରିବହନ ଓ କାର୍ଯ୍ୟସ୍ଥଳର ଅଭାବ, କୌଶଳ ବା ଶିକ୍ଷାର ଅଭାବ, ମଜୁରୀ ଓ ଲିଙ୍ଗଗତରେ ଅସମାନ। ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ କରେ। ଗୁରୁତ୍ୱ ହେଉଛି ପରିବାର ଆୟ ବଢ଼େ, ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେଏ, SDG 5 and SDG 8 ଏବଂ SDG 10 କୁ ହେଉଛି ପ୍ରାପ୍ତି କରିବାରେ ସାହାଯ୍ୟ କରେ। ବୁଝିହେଲା ନା? ଦେଖନ୍ତୁ ନେକ୍ସଟ ଆସିବା ହେଉଛି ଗଭର୍ଣ୍ଣମେଣ୍ଟ ଇନିସିଏଟିଭ। ବେଟି ବଚାଓ ବେଟି ପଢ଼ାଓ ସ୍କିମ୍, PM ମୁଦ୍ରା ଯୋଜନା, ଡେ NRLM, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ସ୍କିମ୍, ସ୍କିଲ୍ ଇଣ୍ଡିଆ ମିଶନ, PM କୌଶଲ ବିକାଶ ଯୋଜନା, ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଆକ୍ଟ, ଗ୍ୟାରେଣ୍ଟି ଆକ୍ଟ, ମିଶନ ଶକ୍ତି। ପ୍ରମୋଟ ହେଉଛି ଲେବର ଇଣ୍ଟେନ୍ସିଭ ମ୍ୟାନୁଫ୍ୟାକ୍ଚରିଂ, expand women employment in MSME, improve skill development, align with industry need, increase investment in girls education and healthcare, strengthen children and maternity support, ensure safe transport and workflows, promote flexible work arrangement। ତାପରେ ହେଉଛି encourage women entrepreneurship, strengthen gender sensitive labor policy। ବୁଝିହେଲା ନା? କେସ୍ ଷ୍ଟଡି ଗୋଟେ ଏଇଠି ଦେଖିବା ନା ହେଉଛି କେସ୍ ଷ୍ଟଡି। ତାମିଲନାଡୁ has emerged one of the India leading state of women empowerment because strong textile garment industry, electronic manufacturing, automobile and auto company industry, higher female literacy, better hostel and transport facility, supportive industrial policy, learning intensive industrial combined with social development, significantly work women's workforce participation। ଏଗୁଡ଼ାକ ତ କହିଛି, ଆପଣ ଦେଖିଦେବେ। SDG 5, SDG 8, 14, 15, Article 16, 39D। ଏଇଟା ବଡ଼ ହବ, ସ୍ମଲ୍ ନାହିଁ, ବଡ଼ ହବ। Article 42 ଦେଖନ୍ତୁ ନା ହେଉଛି ଏଇଠି ଦେଖନ୍ତୁ, ଏଇଠୁ କିୱାର୍ଡ ହେଉଛି ଫିମେଲ ଲେବର ଫୋର୍ସ ପାର୍ଟିସିପେସନ,
ବୁଝିଗଲା ନା। କେତେ ରହିଲା ନା ହଉଛି ପିରିୟडिକ ଲେବର ଫୋର୍ସ ସର୍ଭେ 2026 ରେ ଯୋଉ ଜୁନ ମାସରେ ନା ହଉଛି କେତେ ଅଛି ନା ଓମେନ ମାନଙ୍କର 30 କେତେ 32.7 ବୁଝିଗଲା 32.7% ଏଟା ମନେ ରଖନ୍ତୁ। ନା ହଉଛି ୱାର୍କ ଫୋର୍ସ ପାର୍ଟିସିପେସନ ରେଟ୍ ଦେଖନ୍ତୁ ଡେମୋଗ୍ରାଫିକ ଡିଭିଡେଣ୍ଡ କହିଥିଲି ନା ହଉଛି ଯୋଉ ୱାର୍କିଂ 15 ରୁ 24 ବର୍ଷ ମଧ୍ୟରେ ଯୋଉ ୱାର୍କିଂ ଏଜ ମାନଙ୍କର ପପୁଲେସନ ଡେମୋଗ୍ରାଫିକ ଡିଭିଡେଣ୍ଡ ଡେମୋଗ୍ରାଫିକ ଡିଭିଡେଣ୍ଡ ନା ହଉଛି କଣ ନା ହଉଛି ଡେମୋଗ୍ରାଫିକ ଡିଭିଡେଣ୍ଡ ହଉଛି ପରିସ୍ଥିତି ଯେଉଁଥିରେ ହଉଛି ଦେଶର କାର୍ଯ୍ୟକ୍ଷମ ବୟସ ବୁଝିଗଲା ନା ଦେଶର କାର୍ଯ୍ୟକ୍ଷମ ବୟସ ମାନେ ହଉଛି 15 ରୁ 64 ମଧ୍ୟରେ ଯୋଉ କାର୍ଯ୍ୟକ୍ରମର ବୟସ ଲୋକଙ୍କର ସଂଖ୍ୟା ମାନେ ହଉଛି ଶିଶୁ 0 ରୁ 4 ଓ ବୃଦ୍ଧ ମାନେ 65 ବର୍ଷରୁ ଅଧିକ ଆଉ ହଉଛି ଶିଶୁ 0 ରୁ 14 ଏଇଟା 15 ବର୍ଷ 0 ରୁ 14 ବର୍ଷ ତୁଳନାରେ ଅଧିକ ଥାଏ ତାକୁ କହିବା ହଉଛି ଡେମୋଗ୍ରାଫିକ ଡିଭିଡେଣ୍ଡ ନା ହଉଛି 15 ରୁ ଆଉ 64 ବର୍ଷ ଭିତରେ ନା ହଉଛି 0 ରୁ 14 ଆଉ ହଉଛି 65 ପ୍ଲସ ର ବୟସ ର ଲୋକଙ୍କ ତୁଳନା ଅନୁସାରେ ଅଧିକ ରହିଲେ ହଉଛି ତାକୁ ଡେମୋଗ୍ରାଫିକ ଡିଭିଡେଣ୍ଡ କୁହାଯାଏ। ଏହା ଅର୍ଥନୈତିକ ବିକାଶରେ ବଡ ସୁଯୋଗ ସୃଷ୍ଟି କରେ। ଯେତେବେଳେ ଦେଶ କାମ କରିବା ବୟସର ଲୋକ ଅଧିକ ଥାନ୍ତି ସେହି ସୁଯୋଗକୁ ଜନସାଂଖ୍ୟିକ ଲାଭାଂଶ କୁହାଯାଏ। ଯେତେବେଳେ ଦେଶରେ କାମ କରିବା ବୟସର ଲୋକ ଅଧିକ ଥାନ୍ତି ସେହି ସୁଯୋଗକୁ ଜନସାଂଖ୍ୟିକ ବା ଅଧିକାଂଶ ବା ଲାଭ କୁହନ୍ତି। ମୁଖ୍ୟ ବୈଶିଷ୍ଟ୍ୟ ଜନସଂଖ୍ୟାର କଣ ରହିବ ନା ହଉଛି କାର୍ଯ୍ୟ କରିବାର ସଂଖ୍ୟା ଅଧିକ ନିର୍ଭରଶୀଳ ଜନସଂଖ୍ୟା ତାପରେ ହଉଛି ଶିଶୁ ନିର୍ଭରଶୀଳ ଶିଶୁ ଓ ବୃଦ୍ଧ କମ ଉତ୍ପାଦନ ଓ ସଞ୍ଚୟ କ୍ଷମତା ବଢେ ଅର୍ଥନୈତିକ ବିକାଶରେ ସୁଯୋଗ ବୃଦ୍ଧି ପାଏ ନା ହଉଛି ଭାରତ ପାଇଁ ଗୁରୁତ୍ୱ ଭାରତ ବିଶ୍ୱରେ ସବୁଠାରୁ ଦେଶମାନଙ୍କ ମଧ୍ୟରୁ ଗୋଟିଏ ବିଶାଳ ଯୁବକ ଜନସାଂଖ୍ୟିକ ଭାରତର ଅର୍ଥନୀତିକୁ ଆଗକୁ ନେଇ ପାରେ ବୁଝିହେଲା ନା ତାପରେ ହଉଛି ଭାରତର ବିଶ୍ୱ ସବୁଠାରୁ ଦେଶମାନଙ୍କ ମଧ୍ୟରୁ ଗୋଟିଏ ବୁଝିଲା ବିଶାଳ ଯୁବ ଜନସଂଖ୍ୟା ଭାରତର ଅର୍ଥନୀତିକୁ ଆଗକୁ ନେଇକି ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଏହା ହଉଛି ପ୍ରମୁଖ ଶକ୍ତି। ତାପରେ ହଉଛି ଆଡଭାଣ୍ଟେଜ ଦ୍ରୁତ ଅର୍ଥନୀତି ଅଭିବୃଦ୍ଧି ଉତ୍ପାଦନ ଓ ଶିଳ୍ପର ବିକାଶ ଅତ୍ୟଧିକ କର ବା ଟ୍ୟାକ୍ସ ଆଦାୟ ନବସୃଜନ ଓ ଉଦ୍ୟମତାକୁ ବୃଦ୍ଧି ତାପରେ ହଉଛି ବିଶ୍ୱର ଶ୍ରମ ଶକ୍ତି ଚାହିଦାର ପୂରଣ ସୁଯୋଗ ଚ୍ୟାଲେଞ୍ଜେସ ହଉଛି ବେକାରୀ ଓ ଅର୍ଦ୍ଧ ବେକାରୀ କୌଶଳର ଅଭାବ ସ୍କିଲ ଗ୍ୟାପ ମହିଳା ଶ୍ରମ ଶକ୍ତିର ଅଂଶଗ୍ରହଣ କମ ଶିଶୁ ଓ ସ୍ୱାସ୍ଥ୍ୟର ଅସମାନତା ଚାକିରି ସୃଷ୍ଟିର ଅଭାବ ସରକାରୀଙ୍କ ପଦକ୍ଷେପ ସ୍କିଲ ଇଣ୍ଡିଆ ମିଶନ ମେକ୍ ଇନ୍ ଇଣ୍ଡିଆ ଷ୍ଟାର୍ଟଅପ ଇଣ୍ଡିଆ ଡିଜିଟାଲ ଇଣ୍ଡିଆ ପିଏମ କୌଶଳ ବିକାଶ ଯୋଜନା ବୁଝିହେଲା ନା ଡେମୋଗ୍ରାଫିକ ଡିଭିଡେଣ୍ଡ ଏକ ସ୍ଥାୟୀ ସୁଯୋଗ ନୁହେଁ ଏହା ସୀମିତ ସମୟ ପର୍ଯ୍ୟନ୍ତ ରୁହେ ଏହାକୁ ଲାଭରେ ପରିଣତ କରିବା ପାଇଁ ଶିକ୍ଷା କୌଶଳ ଓ ସ୍ୱାସ୍ଥ୍ୟ ଚାକିରି ଆବଶ୍ୟକତା ବୁଝିହେଲା ନା ଏଇଆ ସବୁ କହିଲେ ଲେବର ଇଣ୍ଟେନ୍ସିଭ ମାନୁଫ୍ୟାକ୍ଚର ସ୍କିଲ ଡେଭଲପମେଣ୍ଟ ଇକୋନୋମିକ ଡେଭଲପମେଣ୍ଟ ରହିବ ହଉଛି ପଜିଟିଭ ଡେଭଲପମେଣ୍ଟ କଣ ରହିବ ରାଇଜିଂ ଫିମେଲ ଲିଟରାସି ଆଣ୍ଡ ଏଜୁକେସନ ଆଟେନମେଣ୍ଟ ଗ୍ରୋଥ ଇନ୍ self-employment, entrepreneurship, increase participation in humanitarian allied sector, government initiative promoting women development, তারপরে low female labor force participation, high unemployment among educated young women, or job creation in labor-intensive sector, large regional disparity, high proportion of unpaid family work। ତାପରେ ଦେଖିବା ହଉଛି ଏଇଟା ଓଡ଼ିଆରେ ଦେଖିଦେବା ନା ହଉଛି 2047 ବିକଶିତ ଭାରତର ଲକ୍ଷ୍ୟ ଫିମେଲ ଲେବର ପାର୍ଟିସିପେସନ ବୃଦ୍ଧି ପାଇବା ଉଚିତ ବା ବୃଦ୍ଧି ହେବ। ତାପରେ ହଉଛି ଦେଖନ୍ତୁ ନେକ୍ସଟ ହଉଛି ଫିମେଲ ଲେବର ଫୋର୍ସ ପାର୍ଟିସିପେସନ ରେଟ୍ କମ 15 ବର୍ଷ ଓ ତାଠାରୁ ଅଧିକ ବୟସର କାମ କରୁଥିବା କିମ୍ବା ଖୋଜୁଥିବା
महिला काम खोजुवा महिला को फीमेल लेबर फोर्स पार्टिसिपेशन कुहाଯିବ। କାର୍ଯ୍ୟ ଗ୍ରହଣର ଅଂଶଗ୍ରହଣ ମାନେ ହେଉଛି ୱାର୍କ ପାର୍ଟିସିପେସନ। ମୋଟ ଜନସଂଖ୍ୟା ମଧ୍ୟରୁ ବାସ୍ତବରେ କାମ କରୁଥିବା ଲୋକଙ୍କ ପ୍ରତିଶତ। ଲେବର ଫୋର୍ସ ପାର୍ଟିସିପେସନ କାମ କରୁଛନ୍ତି, କାମ ଖୋଜୁଛନ୍ତି, 2 ଜଣକୁ ନେବା। କିନ୍ତୁ ହଉଛି ୱାର୍କ ପାର୍ଟିସିପେସନ ରେଟ୍ ହଉଛି କେବଳ କାମ କରୁଥିବା ଲୋକକୁ ନେବା। ବୁଝିହେଲା ନା? ଏଗୁଡାକ କହିଛି କାହିଁକି ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ବିକାଶରେ ଶ୍ରମ ବୃଦ୍ଧି ଘଟିବ, ଜିଡିପି ବୃଦ୍ଧି ଘଟିବ, ପରିବାର ଆୟ ବୃଦ୍ଧି ହେବ, ପରିବାର ଆୟ ସଞ୍ଚୟ ଉପଭୋଗ ବଢିବ, ମାନବ ସମ୍ପଦର ବିକାଶ ହେବ, ଶିଶୁ ଶିକ୍ଷା, ସ୍ୱାସ୍ଥ୍ୟ ପୋଷଣର ଉନ୍ନତି, ଅନ୍ତର୍ଭୁକ୍ତିମୂଳକ ଲିଙ୍ଗ ସମାନତା ପ୍ରୋତ୍ସାହନ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ, ଉତ୍ପାଦନ କ୍ଷମତା ଓ ନବସୃଜନ। ତାପରେ ଦେଖିବା ହେଉଛି କମ୍ ମହିଳା ରୋଜଗାରର ପ୍ରମୁଖ ଚ୍ୟାଲେଞ୍ଜ। କମ୍ ଫିମେଲ ଲେବର ଫୋର୍ସ ପାର୍ଟିସିପେସନ। ବିଶ୍ୱ ମାନକ ତୁଳନାରେ ଭାରତର ହାର ସବୁଠୁ କମ୍। ଉତ୍ପାଦନ କ୍ଷେତ୍ରରେ ଚାକିରି ହ୍ରାସ, ବସ୍ତ୍ର, ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ଶ୍ରମ ନିର୍ଭର ଶିଳ୍ପରେ ରୋଜଗାର କମିଛି। ଅସଂଗଠିତ କ୍ଷେତ୍ରରେ ପ୍ରାଧାନ୍ୟ। ଅନେକ ମହିଳା ଅବନୈତିକ ପାରିବାରିକ ଶ୍ରମିକ ଭାବେ କାମ। ଶିକ୍ଷା ଓ ଚାକିରି କ୍ଷେତ୍ରରେ ଅସଙ୍ଗତି। ଶିକ୍ଷିତ ଯୁବତୀ ମଧ୍ୟରେ ବେକାର ବଢୁଛି। ସାମାଜିକ ବାଧା, ପିତୃସତ୍ତାମାନ ମାନସିକତା, ସୁରକ୍ଷା ଓ ଗତିଶୀଳତାର ଅଭାବ, ଶିଶୁ ଯତ୍ନ ସୁବିଧାର ଅଭାବ, କ୍ରେଚ୍ ଓ ଶିଶୁ ସେବାର ଅଭାବ। ଉତ୍ତର ଦକ୍ଷିଣ ପଶ୍ଚିମ। ତାମିଲନାଡୁ ଭଳି ରାଜ୍ୟରେ ରୋଜଗାର ଅଧିକ, କିନ୍ତୁ ବିହାର ପ୍ରଦେଶ ଭଳି ରାଜ୍ୟରେ ବହୁତ କମ୍। ତାପରେ ହଉଛି ନେକ୍ସଟ ଆସିବ ହଉଛି ସରକାରୀ ପଦକ୍ଷେପ। ବେଟି ବଚାଓ ବେଟି ପଢାଓ ମିଶନ ଶକ୍ତି, ପିଏମ ମୁଦ୍ରା ଯୋଜନା, DAY-NRLM, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ ମିଶନ, ପିଏମ କୌଶଳ ବିକାଶ ଯୋଜନା, MG ନରେଗା, ୱେବ୍ ଫରୱାର୍ଡ, ଶ୍ରମ ନିର୍ଭର ଶିଳ୍ପକୁ ପ୍ରୋତ୍ସାହନ, MSME କ୍ଷେତ୍ରରେ ମହିଳା ରୋଜଗାର ବୃଦ୍ଧି, ଶିଳ୍ପର ଆବଶ୍ୟକତା ଅନୁଯାୟୀ କୌଶଳ ବିକାଶ, ଝିଅମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିନିଯୋଗ, କ୍ରେଚ୍ ଓ ମାତୃତ୍ୱ ସୁବିଧା ବଢାଇବା, ସୁରକ୍ଷା କାର୍ଯ୍ୟସ୍ଥଳ ପରିବହନ, ମହିଳା ଉଦ୍ୟମିତାକୁ ପ୍ରୋତ୍ସାହନ, ଲିଙ୍ଗ ସମ୍ବେଦନଶୀଳ ଶ୍ରମ ନୀତି ପ୍ରଣୟନ। ତାପରେ କେସ୍ ଷ୍ଟଡି। ତାମିଲନାଡୁରେ ମହିଳା ରୋଜଗାର ବୃଦ୍ଧି କାରଣ ହେଉଛି ଶକ୍ତିଶାଳୀ ବସ୍ତ୍ର ଓ ପୋଷାକ ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଅଟୋମୋବାଇଲ ଆଉ ଉଚ୍ଚ ମହିଳା ସାକ୍ଷରତା, ଉତ୍ତମ ହଷ୍ଟେଲ ଓ ପରିବହନ ସୁବିଧା, ଶିଳ୍ପ ଅନୁକୂଳ ନୀତି, ଶିକ୍ଷା, ସାମାଜିକ ବିକାଶ ସହ ଶ୍ରମ ଶିଳ୍ପର ବିକାଶ, ମହିଳା କାର୍ଯ୍ୟ ଅଂଶଗ୍ରହଣ ବଢାଇଥାଏ। ବୁଝିହେଲା ନା? ଏସବୁ କହିଛି ନା। ଏଟା ହଉଛି ଇଣ୍ଡିଆନ୍ ଫରେନ୍ ପଲିସି ମୋଷ୍ଟ ଲୁକ୍ ସିୱାର୍ଡ ଷ୍ଟେଟ୍ ଆନାଲିସିସ୍ OSFAC, West Asia conflict, attacks on Red Sea, Gulf of Aden, Strait of Hormuz, the that several Indian seafarers have highlighted for India foreign policy to give greater priority and safety welfare of Indian seafarers working worldwide। ତାପରେ ଦେଖିବା ହଉଛି static part ରେ କଣ ଅଛି who is the seafarer? A seafarer is a person employment engaged work on board commercial ship, including officer, engineer, sailor, cook, rating, other crew member. India is the one of the largest supplier merchant navy personnel. Directing General Shipping establishment होती 1949। Ministry होती Ministry of Ports and Shipping and Water। Function regulate Indian shipping, issue certify of competency, register ship and seafarer, ensure maritime safety, overseas recruitment agency, Maritime Labour Convention 2006, known as Seafarer Bills of Rights, adopted by International Labour Organization। Objectivity होती decent work condition, fair wages, medical care, social security, repatriation of seafarer, protection against abandonment। India is a signatory MLC। ତାପରେ ରହିବ ହଉଛି International Maritime Organization, established होती 1948, headquarter होती London, UK। ବୁଝିହେଲା ନା? Specialized agency United Nations, function होती maritime seafarer, security of shipping, prevention of maritime pollution। बुझिहेला? International Labour Organization in 1919 established the specialized UN agency promote labor decent worker condition।
Major maritime choke point, Strait of Hormuz connected Persian Gulf, Gulf of Oman. PHO କରିକି ମନେ ରଖିବ। ବାବ ଏଲ ମାନଦେବକୁ ହଉଛି ନା ହଉଛି RBA, ରେଡ୍ ସି ଗଲ୍ଫ ଅଫ୍ ଆଡେନ୍। ବୁଝିଗଲା ଏମିତି କରିକି ମନେ ରଖିବ ବୋଲି ମୁଁ କହିଥିଲି। ୱାର୍ଲଡ ବିଗେଷ୍ଟ ଅଏଲ ସିପିଂ ରୁଟ୍, ଷ୍ଟ୍ରେଟ୍ ଅଫ୍ connected Red Sea and Gulf. Gulf of Aden was a strategic route connecting Europe and Asia, vulnerable to piracy. Red Sea, now a major global trade route, Suez Canal. Analysis, now it's important for seafarer. India is the among world's largest supplier, merchant navy profession, and support global trade shipping, generating foreign exchange through maritime remittance. ତାପରେ ହେଉଛି support Indian blue economic ambition. Major challenges geopolitical, Red Sea crisis, West Asia conflict, Black Sea conflict, piracy, Gulf of Aden, West Africa coast, abandonment, seafarer deployment in payment of wages, look of the food, medical care, delay repatriation, jurisdiction of complexity, ship may involve multiple countries. Judiciary complexity, ship may involve multiple countries. Honor, flag state, cargo origin, crew nationality, port state, compliance, rescue and legal responsibility. Weak consular condition. India mission often receive information only after emerging occur. Government initiative, Seafarer Fast Initiative, real-time tracking of Indian seafarer in a conflict zone, dedicated to dashboard, family liaison office, improve emergency response, DG shipping and advisory, advise against deployment of the Indian seafarer through high-risk areas such as the Strait of Hormuz. Next way forward. Way forward develop a permanent maritime consular protocol, create a real-time database of Indian seafarers, strengthen diplomatic engage conflict in region, enhance bilateral maritime agreement with provision for legal assistance and repatriation, improve coordination with IMO, ILO, ensure mandatory disclosure of voyage risks before employment, promote international cooperation among major seafarer supply countries such as India, Philippines, Indonesia. Significance for India foreign policy, protect India citizens and board, strengthen maritime diplomacy, support Sagar, security and growth for all in region, promote India blue economy, enhance India image as a responsible maritime power. Next government initiative, Sagar Vision, Maritime India Vision 2023. अमृत काल की विजन होची 2047। सागरमाला प्रोग्राम, नेशनल लॉजिस्टिक पॉलिसी, सीफेयर फास्ट इनिशिएटिव। ना होची डायरेक्टर जनरल ऑफ शिप 1949 मिनिस्टर, पोर्ट शिपिंग एंड वाटरवे, हेडक्वार्टर होची लंडन, एस्टैब्लिश होची 1940। आईएलओ एस्टैब्लिश मैरीटाइम लेबर कन्वेंशन होची, मैरीटाइम लेबर कन्वेंशन केबे इतला ना 2006 बुझला। एटा देखि देबो ओडियाटा। इनिशिएटिव गुड़ा को कही दउची देखो भारतर वैदेशिक नीतिर गुरुत्व कम, विदेश भारतीय नागरिकों सुरक्षा, सामुद्रिक कूटनीति को सुदृढ़ करने, सागर दृष्टिकोण को समर्थन करने, सिक्योरिटी एंड ग्रोथ फॉर ऑल इन रीजन, सिक्योरिटी एंड ग्रोथ फॉर ऑल इन द रीजन, सिक्योरिटी एंड ग्रोथ फॉर इन ऑल इन द रीजन, ब्लू इकोनॉमी रो विकास। तापर होची दायित्वशील सामुद्रिक शक्ति भाव में भारतर छवि को मजबूत करवा बुझेगा। सागर विजन मैरीटाइम इंडिया
Vision 2023, Amritkal Vision 2047, Sagar Program, National Logistic Policy, Seafarer Fast Initiative। ସବୁ କହିଛି maritime security, ସମୁଦ୍ର ସୁରକ୍ଷା, ବ୍ଲୁ ଇକୋନୋମିକ୍, seafarer welfare, ନାବିକ କଲ୍ୟାଣ, maritime diplomacy, ସାମୁଦ୍ରିକ କୂଟନୀତି, ଦେଶବାଦ, କନସୁଲାର ପ୍ରୋଟେକ୍ସନ, ଦୂତାବାସୀୟ ସୁରକ୍ଷା, ମ୍ୟାରିଟାଇମ୍ ଲେବର କନଭେନସନ, ନୌଚାଳର ସ୍ୱାଧୀନତା, ଫ୍ରିଡମ ଅଫ ନେଭିଗେସନ, ସାଗର ସାମୁଦ୍ରିକ ଶାସନ, ମ୍ୟାରିଟାଇମ୍ ଗଭର୍ନାନ୍ସ, ହ୍ୟୁମାନ ସିକ୍ୟୁରିଟି। ଦେଖିବା that is the NEET social Supreme Court seeks center response on NEET reform statistics. Supreme Court of India has directed Union government to submit a detailed roadmap on proposed reform in national particular regulating the transition to a computer-based test data security measure and implementation of the high recommendation made by high-level committee headed by former ISRO chairman Dr. Radhakrishnan। ବୁଝିଲେ ଡକ୍ଟର ରାଧାକିଷ୍ଣ ଡକ୍ଟର କେ ରାଧାକିଷ୍ଣ ଯୋଉ ହଉଛି ନିଟ୍ ରିଲେଟେଡ୍ ହଉଛି କମିଟି ଗଠନ କରିଥିଲେ, ସେ ହଉଛି ହେଡ୍ କରିଥିଲେ ହାଇ ଲେଭେଲ କମିଟିର ହେଡ୍ କରିଥିଲେ ହଉଛି କେ ରାଧା କ୍ରିଷ୍ଣ। ବୁଝିହେଲା ନା ନାହିଁ? ନେକ୍ସଟ ଆସିବା ହଉଛି static part. What is NEET? NEET is a national level entrance exam for admission to MBBS, BDS, ICE course, veterinary and other undergraduate medical course। ତାପରେ ହଉଛି conducting authority ବା national testing agency କିଏ? ନା national testing agency establish ହଉଛି 2017 Ministry of Education and conduct major national entrance exams such as NEET, JEE Main, CAT और UGC NET। Computer based test ହଉଛି କଣ ହଉଛି a computer based test is examination conducted digitally computer in instead of pen of paper। ବୁଝିହେଲା pen of paper ରେ digitally conduct କରାଇବା ହଉଛି computer based test। ହଉଛି ଦେଖିବା ହଉଛି meaning advantage reduce chance of question paper leak, faster evaluation and result declaration, great transparency, better monitoring through digital system, challenges hଉଛି cyber security, data breaches, ତାପରେ ହଉଛି server failure, digital divide between the urban and candidate। next ଆସିବ ହଉଛି high level committee, ଏଟା କହିଲା constitutional provision, right to equality, ତାପରେ ହଉଛି article 21 right to life and personal liberty, interpretation to include fairness in public examination, right to education for children age, ତାପରେ ହଉଛି analysis NEET reform necessary repeated paper leak incident, maintaining meritocracy, strengthening institutional trust, digital security, long-term institutional reform। major challenges question paper leak, cyber security vulnerable, ତାପରେ ହଉଛି data privacy concern, digital infrastructure gap, lack of public trust in examination authority, managing large scale exam involving millions of candidates, government initiative, constituent of Radhakrishna Committee, proposed transition to computer-based testing, strengthening cyber security and framework, ତାପରେ ହଉଛି fast track
fast track court for examination malpractice, institutional reformer in the functioning of NT ବୁଝିହେଲା ନା way forward କଣ ରହିବ ନା ହଉଛି introduce CBT in phased manner, implement end-to-end encapsulation for examination, conduct a regular cyber security audit, artificial intelligence for examination monitoring, strengthen digital infrastructure across rural, establish an independent statutory examination authority, improve transparency through third-party, develop a comprehensive data protection framework, link with National Education Policy 2020, NEP 2020 emphasize technology-enabled achievement, transparency and reliable examination system, student-centric evaluation, digital transformation education. Established 2000 Ministry of Education, NEET, National Medical Entrance Examination, CBT, computer-based high-level constitution, constituent in 2014, Dr. K. Radhakrishna, former ISRO chairman. ଦେଖନ୍ତୁ keyword ନା ହେଉଛି reform, NEET reform, National Testing Agency, computer-based test, cyber security, data protection, examination integrity, institutional reform, transparency, merit-based selection, digital governance, balance analysis, ତାପରେ ହେଉଛି positive development. Proposed CBT can reduce the risk of paper leaks, faster evaluation and greater transparency. High-level committee recommendation provide a roadmap for long-term reform. Supreme Court monitoring may improve institutional accountability. Next ଆସିବ ହେଉଛି concern, cyber security risks and potential data breach. Digital divide may disadvantage students from rural, remote area. Restoring public confidence in NTA remains challenges. Significant investment is required in digital infrastructure and secure examination system. ତାପରେ ହେଉଛି NEET ସଂସ୍କାର ଉପରେ କେନ୍ଦ୍ରର ଜବାବ ମାଗିଲା ସୁପ୍ରିମକୋର୍ଟ ଷ୍ଟାଟିକ୍ ଆନାଲାଇସିସ୍ କାହିଁକି ଚର୍ଚ୍ଚାରେ ବୁଝିହେଲା ନାହିଁ ଏଇଟା ହେଉଛି ସୁପ୍ରିମକୋର୍ଟ ନ୍ୟୁଜ୍ ଏଇ ସବୁ କହିଛି ସାଇବର ସିକ୍ୟୁରିଟି ଦେଖନ୍ତୁ ଓଡ଼ିଆଟା ଟିକେ ଦେଖିଦେବେ ସ୍କ୍ରିନଶଟ୍ ନେଇଯାଆନ୍ତୁ ଆଉ ଦେଖିବେ नेक्स्ट होची हिस्टोरिकल मॉडर्निटी ब्लेंड इन रिवेटिंग कॉमनवेल्थ गेम 2022 सेरेमनी बुझेला ना 2026 कॉमनवेल्थ गेम ओपनिंग सेरेमनी ग्लासगो स्कॉटलैंड स्कॉटिश हेरिटेज मॉडर्न टेक्नोलॉजी कल्चर डाइवर्सिटी स्पोर्ट्समैनशिप बुझेला ना तार स्टैटिक पार्ट कॉमनवेल्थ गेम ऑन ना होची कॉमनवेल्थ गेम एंड इंटरनेशनल मल्टी sports event involving athletes from countries, territories, Commonwealth of Nations. International multiple sport event involving athletes from countries, territories of Commonwealth Nations. तापर होची humanity, equality, destiny होची मोटो अछि frequency अछि होची every 4 year रे थरे तापर होची 24th Commonwealth Asian Games ରହୁଛି ଆପଏଣ୍ଟମେଣ୍ଟ ଏମିତି ସବୁ କହି ତାପରେ ହେଉଛି ପାର୍ଟିସିପେଣ୍ଟ 14th Commonwealth Games Association with ଦେଖନ୍ତୁ Commonwealth Game of Nations. It is a voluntary association, independent and equal government, most of which are formerly part of British Empire. ହେଉଛି Statute of Westminster 1901, Modern Commonwealth formalized London Declaration 1949.
Marlborough House, London, United Kingdom, Heads of Commonwealth, King Charles III, objectivity, democracy, human rights, rule of law, sustainable development, peaceful and cooperation. Commonwealth Game Federation headquarter होची लंडन यूके organize Commonwealth Game ତାପରେ ହଉଛି promote sport development, encourage inclusivity and fair among the member nations, Glasgow, Scotland. ତାପରେ ଦେଖନ୍ତୁ ଗ୍ଲାସ୍କୋ ସ୍କଟଲ୍ୟାଣ୍ଡ ସ୍କଟଲ୍ୟାଣ୍ଡ largest city hosted 2014 Commonwealth Game। ତାପରେ ହଉଛି 2030ରେ ଯୋଉ ଅପକମିଂ ଆସିବ ସେଟା ହଉଛି ଅହମ୍ମଦାବାଦ ଇଣ୍ଡିଆରେ ହେବା ପାଇଁ ଯାଉଛି। ଆମର Commonwealth Game button relay purpose symbolize unity among Commonwealth Game tribal across participation। Average significant cultural history, sport power, unity in diversity, promotion, sports, tourism। Tourism and economic benefit रे कौन होची ना increase international tourism, generate employment, boost local business, improve global visibility। next ଆସିବ होची India at the Commonwealth Game। मीराबाई चानू होची weightlifting, लवलीना फरगना होची boxing, industrial होची weightlifting, wrestling, shooting, tennis, athlete। Importance of the Commonwealth Game: promote international friendship, strengthen people-to-people relations, encourage youth participation in sport, supports cultural exchange, enhance the sport infrastructure in host country, contribute to economic development through tourism and investment। तापर देखिए होची challenges faced during the Commonwealth: rising cost of hosting, withdrawal of potential hostility due to financial constraints, question regarding long-term relevance, the climate sustainability concern, infrastructure and legacy management। way forward, promote sustainable and cost-effective housing model। तापर होची increase participation of youth and women, strengthen sport disciplinary। तापर होची देखो way forward रे होची promote sustainable and cost effective housing, increase participation of youth and women, strengthen sport diplomacy, encourage exchange through sporting events, improve accessibility, inclusiveness, use digital technology for wider global and Hello India, target employment podium scheme, Fit India movement, national sport development, national ଏଇଭଳିଆ ସବୁ ରହିବ। ତାପରେ ହଉଛି ୟୁପିଏସସି ପ୍ରିଲିମ୍ସ ଫ୍ୟାକ୍ଟ, ଏଟା ତ ଦେଖିଦେବେ, ଏଟା ଇଂଲିଶଟା ଦେଖିଦେବେ, ଓଡ଼ିଆଟା ଦେଖିଦେବେ। ଇନିସିଏଟିଭ କଣ ନିଆଯାଇଛି? ଖେଲୋ ଇଣ୍ଡିଆ ଗେମ୍ସ, ଖେଲୋ ଇଣ୍ଡିଆ ପ୍ରୋଗ୍ରାମ, ଟାର୍ଗେଟ, ଇକୋନୋମିକ ପଡ଼ିୟମ, ସ୍କିମ୍ସ,
फिट इंडिया मूवमेंट, नेशनल स्पोर्ट्स डेवलपमेंट फंड, नेशनल स्पोर्ट्स पॉलिसी, कॉमनवेल्थ गेम कौन कौन सब रही अधिक चिंतार कौन सब कनसर्न रही कॉमनवेल्थ कनसर्न होची अधिक आर्थिक व्यय, परिवेश उपर प्रभाव, केतेक आयोजक सहर उपर आर्थिक चाप, क्रीडा भित्तिभूमिर दीर्घकालीन व्यवहार निश्चित करिवार चलन, क्रीडा माध्यम आंतर्जातिक सहयोग वृद्धि रही। थैंक यू फ्रेंड रहिले।